ଜୟ ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର କ୍ଲାସ୍ ମେନ୍ସୁରେସନ୍ ମାନେ ପରିମିତି। ଆମେ ପୂର୍ବରୁ କ୍ଲାସ୍ 8, 9, 10 ରେ ପଢିଛେ ପରିମିତି କଣ। ତଥାପି ଆଜି ପୁଣି ଥରେ ଆମେ ମନେ ପକେଇବା ପରିମିତି କଣ। ପରିମିତିକୁ ଆମେ ଆଜି ତ ଆମେ ଦୁଇ ଭାଗରେ ପଢିବା, ତେଣୁ କଣ 2D ପରିମିତି ଏବଂ 3D ପରିମିତି। ତେଣୁ 2D ପରିମିତିରେ ଆମେ ବର୍ଗ, ଆୟତକ୍ଷେତ୍ର ଏବଂ ତ୍ରିଭୁଜ, ଚତୁର୍ଭୁଜ ଏବଂ ବୃତ୍ତ, ଯେଉଁମାନଙ୍କର କି କେବଳ ଲେନ୍ଥ ଥିବ ଏବଂ ୱାଇଡ୍ ଥିବ, ସେଗୁଡା ସବୁ 2D ମେନ୍ସୁରେସନରେ ଯିବେ। ଆଉ ଯୋଉଗୁଡା ଏଇ ଘନାୟତ, ସିଲିଣ୍ଡର, କନ୍ କିମ୍ବା ଗୋଲକ, ଯୋଉଗୁଡାକର ଲେନ୍ଥ ଥିବ, ୱାଇଡ୍ ଥିବ ଏବଂ ହାଇଟ୍ ଥିବ, ସେଗୁଡାକ ସବୁ 3D ମେନ୍ସୁରେସନରେ ଯିବେ। ତେଣୁ ଆମେ 2D ସ୍କୋୟାର, ଟ୍ରାଇଙ୍ଗେଲ, ରେକ୍ଟାଙ୍ଗେଲ, ସର୍କେଲ ଆଉ କ୍ୱାଡ୍ରିଲାଟରାଲ, ବୁଝିପାରିଲେ। ଏବଂ 3D ପଢିବା ଘନ বা କ୍ୟୁବ, ଘନାୟତ, କ୍ୟୁବଏଡ, ସିଲିଣ୍ଡର, କନ୍ ଆଉ ସ୍ଫେୟାର। ସ୍ଫେୟାର ଆଉ ବୃତ୍ତ ଦିଟା ଭିତରେ ପାର୍ଥକ୍ୟ ତ ଆପଣମାନେ ନିଶ୍ଚୟ ଜାଣିଥିବେ। ଏ ବୃତ୍ତ କହିଲେ ପମ୍ପାଟା, ଗୋଲକ ମାନେ ସ୍ଫେୟାର, ଇଏ ହଉଛି ସଲିଡ, ବୁଝିପାରିଲେ। ଇଏ ହଉଛି ସଲିଡ। ତାହେଲେ ଏଇ ସବୁ କଣ ପଢିବା, ବିଶେଷ କରି ଏମାନଙ୍କର ପଢାଯାଏ 2D ର ପରିମିଟର ପଢାଯାଏ। ପରିମିଟର କଣ କହିଦଉଛି, ପରିମିଟର କହିଲେ ବର୍ଡର, ପରିସୀମା ଯୋଉଟା କହୁଛୁ ଆମ ଓଡିଆରେ। ପରିସୀମା କହିଲେ, ପରିମିଟର କହିଲେ ଏଇ ଯୋଉ ବର୍ଡର ଟା ଦେଖା ଯାଉଛି, କେବଳ ଏଇ ବର୍ଡର କୁ ହିଁ ବୁଝେଇବ, ବୁଝିଲା। ସରି, ତାହେଲେ ଆମର ଏଇ ଯୋଉ ବର୍ଗ, ଏଇଟା ବର୍ଗ। ବାହୁ ଯଦି ଏ ହୁଏ, ପ୍ରତ୍ୟେକ ବାହୁ ସମାନ। ବରକ୍ଷେତ୍ର କାହାକୁ କୁହାଯାଏ, ଯୋଉ ଚାରି ବାହୁ ଦ୍ୱାରା ଆବଦ୍ଧ କ୍ଷେତ୍ର ହେଇଥିବ ଏବଂ ପ୍ରତ୍ୟେକ ବାହୁ ପରସ୍ପର ସମାନ ଏବଂ ପ୍ରତ୍ୟେକ କୋଣ 90 ଡିଗ୍ରୀ, ତାକୁ ହିଁ କୁହାଯିବ ବରକ୍ଷେତ୍ର ବା ସ୍କ୍ୱାର। ସ୍କ୍ୱାର ପରିମିଟର କଣ ହବ, ସ୍କ୍ୱାର ର ପରିମିଟର କଣ ହବ, ଏ ପ୍ଲସ ଏ, ତାମାନେ 4a ହବ, ବୁଝିଲା। ଏଇଟା ମନେ ରଖିଥିବେ, ପରିମିଟର କହିଲେ ତାର ବର୍ଡର କୁ ବୁଝେଇବ, କେବଳ ବର୍ଡର, ବୁଝିଲା। ତାପରେ ଆମର ଏରିଆ କହିଲେ ଯେତିକି କ୍ଷେତ୍ର ଆବଦ୍ଧ ହେଇଥିବ। ମନେ କରାଯାଉ, ମୁଁ ଯଦି କହିବି ଆପଣମାନଙ୍କୁ, ଆପଣଙ୍କର ସିଲାବସ ର ସମସ୍ତ କଣ କଣ ସିଲାବସ ରେ ରହିଛି, ମନେ କରାଯାଉ ଆପଣ ମାନେ RSSC ର ଏକ୍ଜାମ ଦଉଛନ୍ତି। RSSC ର ସିଲାବସ ମଧ୍ୟରେ ମ୍ୟାଥ କେତେ ଅଛି, କଣ କଣ ଅଛି, କିମ୍ବା ଆମର ରିଜନିଂ କଣ ଅଛି, ସାଇନ୍ସ କଣ ଅଛି, ଓଡିଆ କଣ ଅଛି, ଇଂଲିଶ କଣ ଅଛି, ଏସବୁ ଆପଣ ମାନେ ଗୋଟେ କାଗଜରେ ଲେଖିଲେ ଏବଂ ନେଇକି କାନ୍ଥରେ ଚିପକେଇ ଦେଲେ। କାନ୍ଥରେ ଚିପକେଇଲା ଫଳରେ ପୁରା କାନ୍ଥର ଯେତିକି ଏରିଆ କଭର କରିଥିବ, ବୁଝିପାରିଲେ, ଏପଟେ ଲେନ୍ଥ ରେ ଏବଂ ୱାଇଡଥ ରେ, ସେତିକି ଜାଗାଟାକୁ ହିଁ ଏରିଆ କୁହାଯିବ, ବୁଝିଲା। ତାହେଲେ ଏଠି ବର୍ଗକ୍ଷେତ୍ରର ସେଇଭଳିଆ ଏମାନଙ୍କର କେବଳ ଲେନ୍ଥ ଅଛି ଏବଂ ୱାଇଡଥ ଅଛି, ହଁ କି ନାଇଁ। ତାହେଲେ ଦୈର୍ଘ୍ୟ ଗୁଣନ ପ୍ରସ୍ଥ ହବ। ଏରିଆ କହିଲେ ଦୈର୍ଘ୍ୟ ଗୁଣନ ପ୍ରସ୍ଥ। ଏଇ ବର୍ଗକ୍ଷେତ୍ରର ଦୈର୍ଘ୍ୟ କେତେ ଏ, ପ୍ରସ୍ଥ କେତେ ଏ, ତାମାନେ ଦୈର୍ଘ୍ୟ ଏ, ପ୍ରସ୍ଥ ଏ, ତାମାନେ କ୍ଷେତ୍ରଫଳ କଣ ହବ, ଏ ର ବର୍ଗ। ତାମାନେ ଏଟା କଣ, ବାହୁର ବର୍ଗ। ତାପରେ ଆୟତକ୍ଷେତ୍ର ଟା ତାର ପରିସୀମା ସେଇଭଳିଆ କଣ ହବ, ଆୟତକ୍ଷେତ୍ର ପରିସୀମା ଆମର, ଆୟତକ୍ଷେତ୍ର କାହାକୁ କୁହାଯାଏ, ଯେଉଁ ଚାରି ବାହୁ ଦ୍ୱାରା ଆବଦ୍ଧ କ୍ଷେତ୍ରର ପ୍ରତ୍ୟେକ 90 ଡିଗ୍ରୀ ଏବଂ ବିପରୀତ ବାହୁ ଦ୍ୱୟ ପରସ୍ପର ସମାନ, ତାକୁ କୁହାଯିବ ଆୟତକ୍ଷେତ୍ର। ତାହେଲେ
ଏର ପରିସୀମା କହିଲେ ମନେ କରାଯାଉ ଏଲ, ଲେନ୍ଥ କୁ ଏଲ ଏବଂ ଏ ହଉଛି ବି, ଇଏ ବି ଏଲ ତାର ଅପୋଜିଟ, ବି ର ଅପୋଜିଟ ଇଏ ବି, ତାହେଲେ perimeter equal to 2l plus 2b ଆମେ ଲେଖିପାରିବା, ହଁ କି ନାଇଁ, ଏଲ ଏଲ ବି ବି, ତାହେଲେ 2 ଟା କମନ ନିଆଗଲେ ଆମର କଣ ହବ ଏଲ ପ୍ଲସ ବି, ତାହେଲେ perimeter ସୂତ୍ର ପରିସୀମାର ସୂତ୍ର କଣ ହେଲା 2 into l plus b, ବୁଝିଲା? ତାମାନେ ଆପଣ ତ ବୁଝିଗଲେ perimeter କହିଲେ କେବଳ border କୁ ହିଁ ବୁଝେଇବ, ବୁଝିଲା? ତାପରେ ସେଇଭଳିଆ ଚତୁର୍ଭୁଜର ପରିମିଟର, ଇଏ ବି 4 ବାହୁ ଦ୍ୱାରା, ଏଠୁ ଆରମ୍ଭ କରିକି ଆମେ ଟୋଟାଲ ହିସାବ କରିଦବା କେତେ, ଆଉ ଏଟା ଏମାନଙ୍କର ୟୁନିଟ କଣ ହବ, perimeter, perimeter ଟା କଣ ହଉଛି ଏ 5 ମିଟର ମନେ କରାଯାଉ, ଏ 5 ମିଟର, ଏ 5 ମିଟର, ଏ 5 ମିଟର, ତାହେଲେ 5 5 ମିଟର ଯୋଉ ହଉଛି ତାହେଲେ ମିଟର ହିଁ ହବ, ଯଦି ସେଣ୍ଟିମିଟର ଦେଇଥିବ ତାହେଲେ ସେଣ୍ଟିମିଟର ହବ, ଯଦି କିଲୋମିଟର ଦେଇଥିବ ତାହେଲେ କିଲୋମିଟର ହବ, କିନ୍ତୁ ଏରିଆରେ କଣ ହଉଛି ଲେନ୍ଥ ଇନଟୁ ବ୍ରେଥ, ତାହେଲେ ଆୟତକ୍ଷେତ୍ରର ଏରିଆଟା ବି ଦେଖିଦବା, ଏରିଆଟା ଲେନ୍ଥ ଇନଟୁ ବ୍ରେଥ, ଏଲ ଇନଟୁ ବି, ବୁଝିଲା? ତାହେଲେ ଆୟତକ୍ଷେତ୍ରର ଲେନ୍ଥ ଇନଟୁ ବ୍ରେଥ ଏରିଆ, ଦ୍ୱିତୀୟ ଜିନିଷ ବର୍ଗକ୍ଷେତ୍ର ଆୟତକ୍ଷେତ୍ର ବୁଝିଲେ, ତାହେଲେ ତ୍ରିଭୁଜ, ଏହାର ପରିସୀମା ସେଇଭଳିଆ ଏଇଟା ପୁରା, ନୁହେଁ କି? ତାପରେ ବୃତ୍ତର ପରିସୀମା ତ କୁହାଯିବନି, ପରିଧି କୁହାଯିବ, ଏଇଟା ତାର କ୍ଷେତ୍ରଫଳ ଯେତିକି କ୍ଷେତ୍ର ଆବଦ୍ଧ କରିଛି, ଏ ବିଷୟରେ ଆମେ ପଢିବା ଆଜି ପ୍ରଥମ ତ ପଢିବା ଆମର ବର୍ଗ, ସ୍କ୍ୱାର ଏବଂ ରେକ୍ଟାଙ୍ଗଲ, ଏହା ବିଷୟରେ ଆଜି ପଢିବା ଏବଂ କିଛି ବେସିକ କ୍ୱେଶ୍ଚନ ଆନ୍ସର ଆମେ ଡିସ୍କସ କରିବା, ତାପରେ ଆମେ ଟ୍ରାଇଆଙ୍ଗଲ, କ୍ୱାଡ୍ରିଲାଟରାଲ ଏବଂ ସାର୍କଲ ବିଷୟରେ ଜାଣିବା ଏବଂ କ୍ୱେଶ୍ଚନ ଆନ୍ସର ଡିସ୍କସ କରିବା, ତେଣୁ ଇଏ ହେଲା ଆମର ସ୍କ୍ୱାର ବା ବର୍ଗକ୍ଷେତ୍ର ବୋଲି କହିବା ଯାହାକୁ, ଆଉ ରେକ୍ଟାଙ୍ଗଲ ବା ଆୟତକ୍ଷେତ୍ର, ଆମେ କଣ କଣ ଜାଣିଲେ ନା ଏହାର ପ୍ରତ୍ୟେକ ବାହୁ ପରସ୍ପର ସମାନ, ଏ ଯଦି ଏ ହୁଏ ଏବେ ଏଟା କଣ, ଏଟା ଜାଣିବା ଡି କର୍ଣ୍ଣ, ହେଲା? ତାହେଲେ ପ୍ରଥମ ବର୍ଗକ୍ଷେତ୍ର ବିଷୟରେ ଜାଣିବା, ଆମେ ଜାଣିଲେ ପରିସୀମା କହିଲେ ଏଇ ତାର ବର୍ଡରକୁ ହିଁ ବୁଝେଇବ, ଏରିଆ କହିଲେ ଯେତିକି ଜାଗା ସେ ଅଧିକାର କରିଥିବ ପୁରା ତାକୁ ଏରିଆ କୁହାଯିବ, ତାହେଲେ ତାର ସୂତ୍ର କଣ ଜାଣିଲେ, ପରିମିଟର ସୂତ୍ର, ତାହେଲେ 4ଟା ବାହୁ 4 ଗୁଣ ଏ, ତାହେଲେ 4a, ଆଉ ଏରିଆ କଣ ଜାଣିଲେ, ଏରିଆ ଜାଣିଲେ ଯେତିକି ଏରିଆ ସେ ଦଖଲ କରିଛି ଦୈର୍ଘ୍ୟ ଗୁଣ ପ୍ରସ୍ତରେ, ଦୈର୍ଘ୍ୟ ଏ ପ୍ରସ୍ଥ ଏ, ତାହେଲେ ଏ ସ୍କୋୟାର ତାର ବାହୁର ବର୍ଗ, ବା ଆମେ ଏହାକୁ ବାହୁର ବର୍ଗ ବୋଲି କହିବା। ଆଉ ଗୋଟେ ଜିନିଷ ଦେଖନ୍ତୁ, ଏଠି କର୍ଣ୍ଣ ଦେଇଛି, ଆଉ କର୍ଣ୍ଣକୁ ନେଇ ବହୁତ ସାରା କ୍ୱେଶ୍ଚନ ଆନ୍ସର ଆମେ କରିବା, କାହିଁକି ନା ପ୍ରାୟତଃ କମ୍ପିଟିଟିଭ ଏକ୍ସାମ ରେ କର୍ଣ୍ଣକୁ ନେଇ ବହୁତ କ୍ୱେଶ୍ଚନ ଆସେ, ତାହେଲେ କର୍ଣ୍ଣ ଇକ୍ୱାଲ ଟୁ କେତେ ହବ, ଦେଖନ୍ତୁ ଏଇଟା ଗୋଟେ ସମକୋଣୀ ତ୍ରିଭୁଜ କି ନୁହଁ, ଏଇଠୁ ଗୋଟେ ସମକୋଣୀ ତ୍ରିଭୁଜ, ଇଏ 90 ଡିଗ୍ରୀ, ତାମାନେ ଆମେ କହିପାରିବା ଏଟା ତାର କର୍ଣ୍ଣ ଇକ୍ୱାଲ ଟୁ এই বাহুর বর্গ প্লস এই বাহুর বর্গর রুট ওভার, তাহলে এ স্কয়ার, এই বাহুর বর্গ কଣ এ স্কয়ার, ଆଉ এই বাহুর বর্গ ମଧ୍ୟ এ স্কয়ার, তার রুট ওভার, তার মানে এ স্কয়ার প্লস এ স্কয়ার কেତେ হବ 2 স্কয়ার, 2 স্কয়ার ର ବର୍ଗ তার মানে ରୁଟ 2, 2 ଟା କଣ 2 ର ମାନେ ରୁଟ ଓଭର ରୁ ବାହାରିବନି ବାହାରକୁ, ତାର ବର୍ଗମୂଳ ସେତିକି ହିଁ ରହିବ, ତାହେଲେ ଏ ଦୁଇଟା ଏ ତାର ବର୍ଗ, ତାହେଲେ ଗୋଟେ ଏ ବାହାରି ଯିବ, ତାହେଲେ
କର୍ଣ୍ଣ ଇକ୍ୱାଲ ଟୁ କଣ କହିଲେ √2 ଇଣ୍ଟୁ ଏ ବୁଝିଲା ଏ ପାଇଲେ କର୍ଣ୍ଣ। ତାହେଲେ ଏଇ ବିଷୟକୁ ନେଇ ଆମେ କ୍ୱେଶ୍ଚନ ଆନ୍ସର ଡିସ୍କସ କରିବା। ଏଇଗୁଡା ମନେ ରଖିବେ ପରିମିଟର ଫର ଏ ଏରିଆ ହଉଛି ବାହୁର ବର୍ଗ। ଆପଣ ମାନେ ବୁଝିଗଲେ ମାନେ ନିଶ୍ଚିତ ସାଙ୍ଗେ ସାଙ୍ଗେ ଜାଣିପାରିବେ ଏରିଆ କଣ ପରିମିଟର କଣ କର୍ଣ୍ଣ କେମିତି ବାହାରୁଛି ହେଲା କି। ତାପରେ ଆସନ୍ତୁ ଆୟତକ୍ଷେତ୍ର ବିଷୟରେ କିଛି ଜାଣିବା ବେସିକ ଇନଫର୍ମେସନ। ତାହେଲେ ଆୟତକ୍ଷେତ୍ର ସେଇଭଳିଆ ତାର ବିପରୀତ ବାହୁଦ୍ୱୟ ପରସ୍ପର ସମାନ ଏବଂ ଏହାର ମଧ୍ୟ ପ୍ରତ୍ୟେକ କୋଣ କେତେ 90 ଡିଗ୍ରୀ ବୁଝିଲା ବିପରୀତ ବାହୁଦ୍ୱୟ ପରସ୍ପର ସମାନ। और ये यदि भी याକୁ ମଧ୍ୟ ଦେଖିବା ये एल ये एल ତାପରେ ଆମର यार ମନେ କରିବା पेरिमीटर କେତେ एल एल हम 2L लिखि परिबा प्लस रे बी बी 2B ता माने 2 into L plus B ଆମେ କହି परिबा ବୁଝିଲା। ତାପରେ ଆମର एरिया तो लेंथ इनटू ब्रेथ बुझिला पुणी तार कर्ण ये मध्य कर्ण डी जदि हुए कर्ण डी इक्वल टू कथा हो बी रो वर्ग प्लस एल रो वर्ग तार वर्ग बुझिला। ये एतिकी जिंस को नहीं हम क्वेश्चन आंसर डिस्कस करबा तेणु आसंतु प्रथम क्वेश्चन देखिबा कोन कहिछि। प्रथम क्वेश्चन कहिछि if a diagonal of a square is 30 centimeter what is its area ताले जदि गोटे वर्गर कर्ण 30 सेंटीमीटर अछि तबे तार क्षेत्रफल केते माने ये गोटे वर्ग माने परिमिति गोटे जिंस परिमिति रे आपण माने डायग्राम जदि बुझी गले डायग्राम जदि तयारी करिया पर आपण माने तयारी करि परिबे ताले क्वेश्चन रो 75% आपण माने सॉल्व कर देले हैला। तेणु प्रथम तो आपण माने डायग्राम बनाया पाए निश्चित चेष्टा करिवे ये मन करा जाऊ ये हला वर्ग क्षेत्र ए वर्ग क्षेत्र रो कर्ण देछि 30 सेंटीमीटर ताले से कहिछि पूरा तार एरिया केते तामाने वर्ग क्षेत्र माने प्रत्येक भाग समान ये ए हले ये ए ए ए ताले वर्ग क्षेत्र क्षेत्रफल केते 12 वर्ग आ कर्ण सहित रिलेटेड माने एट देखंतु ए जो पूर्व रो हमें तार फार्मूला कले कर्ण इक्वल टू डी इक्वल टू √2 into a बस तबे आसंतु हम प्रथमे जानिबा ए कर्णटा d इक्वल टू √2 into a यदि ए टा एपट को नहीं आसीबा बा पट को तापर ए दुईटा डी डी साइड को पठे दवा पट गुण नहीं के माने एपटे हरण हे जबो a इक्वल टू d by 2 सॉरी पिलामना a इक्वल टू d by √2 ए टा एतिकी ए रो वर्ग कर दवा d वर्ग हे जो d मुक्त 2 रो √2 रो वर्ग तब d रो वर्ग d स्क्वायर √2 रो वर्ग तो √2 into √2 केते हो 2 ताले √2 into 2 2 ताले कोन पाइबा एटा पाइ गले स्क्वायर इक्वल टू d स्क्वायर बाय 2 बुझला ताले एठी हम डायरेक्टली स्क्वायर इक्वल टू d रो वर्ग विभक्त रो 2 लिखि परिबा कि नै बुझला ताले हमर d रो वैल्यू केते देछि 30 रो वर्ग विभक्त रो 2
ତାହେଲେ 30 ର ବର୍ଗ ହଉଛି 900 ବିଭକ୍ତ 2 ଇଏ ହଉଛି 450 ବୁଝିଲା। ତାହେଲେ ଚାଲନ୍ତୁ ନେକ୍ସଟ କ୍वेଶ୍ଚन ଦେଖିବା। ନେକ୍ସଟ क्वेश्चन କଣ କହିଛି? The length and width of a rectangle is 5:4 if its area is 8000 square meter at the perimeter। ତାମାନେ ଆୟତର ଲମ୍ବ ଓ ପ୍ରସ୍ତର ଅନୁପାତ 5:4 ତାର କ୍ଷେତ୍ରଫଳ 8000 ବର୍ଗ ମିଟର ଅଛି, ତାର ପରିସୀମା କେତେ? ଏ ଗୋଟେ ଆୟତକ୍ଷେତ୍ରର କଣ ଦେଇଛି, ତାର ଆୟତକ୍ଷେତ୍ର ବିପରୀତ ବାହୁଦ୍ୱୟ ପରସ୍ପର ସମାନ, ତାହେଲେ ଏଲ ହେଲେ ଏ ବି ଏଲ, ତାହେଲେ ସେ କହିଛି ତାର ଏଲ ଟା ଯଦି 5 ହୁଏ ବି ହଉଛି 4 ତାର ଅନୁପାତ, ତାହେଲେ ଆମେ କହିପାରିବା length equal to 5x length equal to 4x। ତାହେଲେ ସେ କହିଛି ଏରିଆ ଦେଇଛି 8000, ତାହେଲେ एरिया सूत्र कौन लेंथ इंटू ब्रेथ 5x इंटू 4x समान 8000, ताले 20x इक्वल टू 8000 गुणे x स्क्वायर सॉरी x स्क्वायर इक्वल टू 8000 विभक्त 20 सुन सुन कटि जीवो 400 208 बुझिला। तापरे खाली x इक्वल टू केते 400 रो रूट ओवर, ताले ये जीवो 20 x पाइले 20, ताले l केते 5x 5 इंटू 20 100 आउ हमर b केते 4x 4 इंटू 20 ताले 80। ताले हमको कौन पचारिछि, से पचारिछि परिमीटर सूत्र कौन आयतक्षेत्र परिमीटर 2 इंटू l प्लस b, ताले 2 इंटू l केते 100 प्लस b केते 80, 180 से 2 डिस्टिनेशन 2 रखना 1 2 2 केते ताले 360 बुझिला 360 हला तार आंसर। ताले आसंते जीवा नेक्स्ट क्वेश्चन देखिबा। एला पिला माने बेसिक लेवल रो क्वेश्चन आकु हमें स्टैंडर्ड धीरे धीरे बढ़ेवा बुझे लगी, तेनो आसंतो 3 नंबर क्वेश्चन कोन कहछि देखिबा। देयर इज ए रेक्टेंगुलर ग्राउंड of 50 meter length 40 meter wide on inside of with 5 meter wide rod, then what is the area of the rod? ताले एक आयताकार पड़िया अछि जार लंब 50 एवं प्रस्थ 40 जार भीतर पटे 5 मीटर चौड़ा रास्ता अछि, तो से रास्तार क्षेत्रफल केतना? ता माने एटा देखंतु एटा होछि गोटे आयताकार क्षेत्र अछि ग्राउंड अछि पड़िया तार भीतर पटे और 5 मीटर लेखा रास्ता अछि, ता माने एइठु पूरा एटा 5 मीटर लेखा रास्ता भीतर पटे अछि, बारटा केते 50 ये हला 40, ता माने जो भीतर गुटे देखि पारुछंती ना ये भी गोटे आयत क्षेत्र है, ताले ये 50 रु एपटे गला 5 एपटे गला 5 10 भीतर आयत क्षेत्र रो लेंथ केते हबो 40 और भीतर आयत क्षेत्र रो वाइड केते हबो एपटे 5 मीटर गला एपटे 5 मीटर 10 मीटर भीतर आयत क्षेत्र ताले वाइड केते हबो 30, ताले ए मझी अंश रो से क्षेत्रफल पचारिछि, ता माने हम कहि परिबा ए बड़ आयत बाहर जो अछि से आयत क्षेत्र क्षेत्रफल रु भीतर आयत क्षेत्रफल माइनस करदेला पाई परिबा ए मझी अंश रो क्षेत्रफल। ताले आसंतु बाहर आयत क्षेत्रफल को लेंथ होछि 50 ब्रेथ होछि 40 लेंथ इंटू ब्रेथ ताने 50 इंटू 40 40 तापर माइनस सब को भीतर जो स्थान आयत क्षेत्र अछि लेंथ केते 40 ब्रेथ केते 30, ले 4 5 20 2 शून्य 4 3 12 4 3 12 2 शून्य
2000 ରୁ 1200 ଗଲେ 800, ତାହେଲେ 800 ହବ ସେ ଯୋଉ ରାସ୍ତା ଭିତର ପଟେ ଅଛି ତାର କ୍ଷେତ୍ରଫଳ। ବୁଝିଲା? ବହୁତ ସହଜ କ୍ୱେଶ୍ଚନ ପିଲାମାନେ, ଆପଣମାନେ ଥରେ ବୁଝି ଯାଆନ୍ତୁ। ଇଏ ହଉଛି ବେସିକ ଲେଭେଲ କ୍ୱେଶ୍ଚନ, ତେଣୁ ଆକୁ ଆମେ ଟପ୍ ଲେଭେଲ କ୍ୱେଶ୍ଚନ ନେଇକି ଆସିବା, ଧୀରେ ଧୀରେ ତାର ଆମର ଲେଭେଲ ବଢେଇବା। ବୁଝିଲା? ଆଜି ଆମର ମେନ୍ସୁରେସନ ର ପ୍ରଥମ କ୍ଲାସ, ତେଣୁ ବେସିକ କ୍ଲାସ, ତେଣୁ ଆମେ ବହୁତ ସହଜ କ୍ୱେଶ୍ଚନ ନେଇ ଆସିବା, ଯାହା ଦ୍ୱାରା କି ଆପଣ ମାନେ ବୁଝିପାରିବେ। ବୁଝିଲା ନାଇଁ? ଆପଣ ମାନେ ବେସିକ ଟା ବୁଝିଗଲା ପରେ ଆଗକୁ ଯେତେ ଟପ୍ ଲେଭେଲ ର କ୍ୱେଶ୍ଚନ ଆସିବ କି ଆଡଭାନ୍ସ ଲେଭେଲ ର କ୍ୱେଶ୍ଚନ ଆସିବ, ନିଶ୍ଚିତ ଭାବରେ ବୁଝିପାରିବେ। ଆସନ୍ତୁ 4 ନମ୍ବର କ୍ୱେଶ୍ଚନ। There is a rectangular ground of 60 meter in length, 40 meter in wide. On the outside 5 meter wide rod, then what is the area of the rod? ପୂର୍ବ କ୍ୱେଶ୍ଚନ ଦେଇଥିଲା ଭିତର ପଟେ ରଡ୍, କିନ୍ତୁ ଏଇ କ୍ୱେଶ୍ଚନ ରେ ଆମର ବାହାର ପଟେ ରଡ୍ ଅଛି। ଯାଉ ଇଏ ହେଲା ଲେନ୍ଥ ଅଛି ରେକ୍ଟାଙ୍ଗୁଲାର ଗ୍ରାଉଣ୍ଡ ର 60, 40। କଣ କହିଛି? ବାହାର ପଟେ 5 ମିଟର ରାସ୍ତା ଅଛି। ରାସ୍ତା ଅଛି, ତାହେଲେ ଏଇ ଯୋଉ ବାହାର ରାସ୍ତାର ବର୍ଡର ଟା, ବର୍ଡର ଏଇଟା ଏଇ ଆୟତାକାର କ୍ଷେତ୍ର ସଦୃଶ, ତାମାନେ ଆମେ କହିପାରିବା ଏଇଟା ପୁରା ଆୟତାକାର କ୍ଷେତ୍ର ହିଁ। ବାହାରେ ଗୋଟେ ଆୟତାକାର କ୍ଷେତ୍ର, ଭିତରେ ଗୋଟେ ଆୟତାକାର କ୍ଷେତ୍ର, ପୂର୍ବ କ୍ୱେଶ୍ଚନ ଭଳି। ବାହାର ଆୟତ କ୍ଷେତ୍ର କ୍ଷେତ୍ରଫଳରୁ ଭିତର ଆୟତ କ୍ଷେତ୍ରଫଳ ମାଇନସ କରିଦେଲେ ଏଇ ରାସ୍ତାର କ୍ଷେତ୍ରଫଳ ବାହାରିଯିବ। ତାହେଲେ ଏଇ ଯୋଉ ନୂଆ ଯୋଉ କ୍ଷେତ୍ରଟା ହେଇଛି ତାର ଲେନ୍ଥ କେତେ ହବ? 60, ଏପଟେ 5, ଏପଟେ 5, ତାହେଲେ ଏଟା 70 କହିପାରିବା। ମିଟର ଦେଇଛି ମାନେ 70 ମିଟର, ତାହେଲେ ଲେନ୍ଥ ହେଲା 70 ମିଟର। ବ୍ରେଡଥ କେତେ ହବ? ତାହେଲେ 40 ଥିଲା, ଏପଟେ 5, ଏପଟେ 5 ବଢିଲା, ତାହେଲେ 50 ହେଲା। ତାହେଲେ ବଡ ଆୟତ କ୍ଷେତ୍ରଫଳରୁ ସାନ ଆୟତ କ୍ଷେତ୍ରଫଳ ମାଇନସ କରିଦବା, ଯାହା ଫଳରେ ଆମର ରାସ୍ତାର କ୍ଷେତ୍ରଫଳ ପାଇପାରିବା। ତାହେଲେ ତାର କ୍ଷେତ୍ରଫଳର ସୂତ୍ର କଣ? ଲେନ୍ଥ ଇଣ୍ଟୁ ବ୍ରେଡଥ। ଲେନ୍ଥ କେତେ? 70 ମିଟର ଇଣ୍ଟୁ ବ୍ରେଡଥ 50, ମାଇନସ ରେ 60 ଗୁଣ 40। ବୁଝିଲା? 7 35, ଦୁଇଟା ଶୂନ, 24 ରେ ଦୁଇଟା ଶୂନ, ତାହେଲେ 35 ରୁ 2400 ଗଲେ କେତେ? 0 0, 5 ରୁ 4 ଗଲେ 1, 3 ରୁ 2 ଗଲେ 1, ତାହେଲେ 1100। ଆମେ ପାଇଲୁ ତାହେଲେ ସେ ପଡିଆର ସେ ରାସ୍ତାର କ୍ଷେତ୍ରଫଳ କେତେ? 1100 ମିଟର। ମିଟର ଦେଇଛି, ଏଟା ତାହେଲେ ମିଟର ସ୍କୋୟାର ହେଇଯିବ। ବୁଝିଲା? ଆସନ୍ତୁ କ୍ୱେଶ୍ଚନ ଦେଖିବା। There is a rectangular plane of 60 meter in the length and 40 meter in wide. In the middle of the parallel field, there is 2 meter wide rod, and the area of the rod is what? Sorry, ଏକ ଆୟତାକାର ସମତଳ 60 ମିଟର ଲମ୍ବ ଏବଂ 40 ମିଟର ପ୍ରସ୍ଥ ସମତଳ ମଝିରୁ ସମାନ୍ତର ଭାବେ 2 ମିଟର ଚଉଡ଼ା ରାସ୍ତା ଅଛି। ସେଇ ରାସ୍ତାର କ୍ଷେତ୍ରଫଳ କେତେ? ତାମାନେ ସେ କହୁଛି, କ୍ୱେଶ୍ଚନ କଣ କହିଛି? ଏଇଟା ଗୋଟେ ଆୟତାକାର କ୍ଷେତ୍ର, 60 ମିଟର ତାର ଲେନ୍ଥ, ବ୍ରେଡଥ ହଉଛି 40 ମିଟର, ତାହେଲେ ପୁରା ବିଚ ବିଚ ମଝିରେ ପୁରା 2 ମିଟର, ଏଟା 2 ମିଟର ଚଉଡାର ଏପଟେ ବି ସମାନ୍ତର ଭାବେ, ଦୈର୍ଘ୍ୟରେ ବି ପ୍ରସ୍ତରେ ବି କ୍ରସ ହେଇକି ରଡ ଅଛି। ବୁଝିଲା? ତାହେଲେ ଇଏ ବି 2 ମିଟର। ସେ ଏଇ ଯୋଉ ରଡ ଅଛି ଏଇଟା କ୍ରସ ସେପ ର, ତାର କ୍ଷେତ୍ରଫଳ କେତେ? ତାମାନେ ଆମେ କହିପାରିବା ଦୁଇଟା କ୍ଷେତ୍ରଫଳ ଆମେ ପାଇଲେ, ଦୁଇଟା ମାନେ ଆୟତ କ୍ଷେତ୍ର, ଏଇଟା ଗୋଟେ ଆଉ ଗୋଟେ ଏଇଟା। ଆମେ ତାହେଲେ ନାମ ଯଦି ଦେଇଦେବା, ଏ ସରି ବଡ ଏ, ବି, ବଡ ସି, ବଡ ଡି, ଏଟା ବଡ ଏ, ଇ, ଏଫ, ଜି, ଏ। ତାହେଲେ ଆମେ ଦୁଇଟା ଆୟତ କ୍ଷେତ୍ର ପାଇଲେ, ଏ, ବି, ସି, ଡି
ଆଉ ଗୋଟେ EFGH ଦୁଇଟା ଆୟତକ୍ଷେତ୍ର କହିଲେ ପ୍ରଥମ ଆୟତକ୍ଷେତ୍ର କ୍ଷେତ୍ରଫଳ ABCD ର ତାର ଲେନ୍ଥ କେତେ ABCD ତାର ଲେନ୍ଥ ଏଇଟା ଏଇଠୁ ଏତିକି ତାମାନେ 40 ଲେଖିପାରିବା ଆଉ ୱାଇଡ୍ କେତେ 2 ମିଟର ୱାଇଡ୍ ତ 2 ମିଟର ଅଛି 40 ଦୁଣେ 80 ତାହେଲେ ମିଟର ସ୍କୋୟାର ଏବଂ EFGH ଆୟତକ୍ଷେତ୍ରର ଲମ୍ବ କେତେ ଏଇଠୁ ଏତିକି ତାହେଲେ 60 ମିଟର କିନ୍ତୁ ଚଉଡା କେତେ ସେଇ ସେମ୍ 2 ମିଟର ତାହେଲେ 6 ଦୁଣେ 1220 ମିଟର ସ୍କୋୟାର ଆଉ ପିଲାମାନେ ଆପଣମାନଙ୍କୁ ମୁଁ କହିଛି କି ନାଇଁ ପେରିମିଟରର ୟୁନିଟ୍ କଣ ହବ ନା ଇଏ ଚାରି ପାଖ କେବଳ ଜଗ ହେଇ ଚାଲିଛି ମିଟର ଯୁକ୍ତ ମିଟର ତାପରେ ଲାଷ୍ଟ କୁ ୟୁନିଟ୍ ଟା ମିଟର ହିଁ ହବ ଯଦି ସେଣ୍ଟିମିଟର ଥିବ ତାହେଲେ ସେଣ୍ଟିମିଟର ହିଁ ହବ ସେଣ୍ଟିମିଟର ତାମାନେ ସେଣ୍ଟିମିଟର ଯଦି କିଲୋମିଟର ଥିବ କିଲୋମିଟର ଯୁକ୍ତ କିଲୋମିଟର ଯେତେ ଜଗ ହବ ସେଇ କିଲୋମିଟର ହିଁ ରହିବ କିନ୍ତୁ ଏରିଆ ଟା କଣ ହବ ନା ଯଦି ମିଟର ଥିବ ମିଟର ଗୁଣ ମିଟର ଆମର ମିଟର ସ୍କୋୟାର ଆଉ ସେଣ୍ଟିମିଟର ଗୁଣ ସେଣ୍ଟିମିଟର ସ୍କୋୟାର କିଲୋମିଟର ଗୁଣ କିଲୋମିଟର ସ୍କୋୟାର ବୁଝିଲା এই ୟୁନିଟ ଗୁଡା ମନେ ରଖିବ ନିଶ୍ଚିତ ଭାବରେ ହେଲେ ଆସନ୍ତୁ କ୍ୱେଶ୍ଚନ କେତେ ଦୂର ଗଲେ এই ଛୋଟିଆ ଯୋଉ ଦିଟା ଆୟତ କ୍ଷେତ୍ର ପାଇଲେ ତାର କ୍ଷେତ୍ରଫଳ ପାଇଗଲେ 120 ମିଟର ସ୍କୋୟାର ଆଉ 80 ମିଟର ସ୍କୋୟାର ଟୋଟାଲ ତାହେଲେ କେତେ ହଉଛି ଟୋଟାଲ ଟା ତାମାନେ ଏଇ କ୍ରସ ଭଳିଆ ଯୋଉ ସେପ୍ ଟା ତାହେଲେ ଟୋଟାଲ ହଉଛି 120 ପ୍ଲସ 80 120 ପ୍ଲସ 80 200 ମିଟର ସ୍କୋୟାର ତାହେଲେ କ୍ରସ ସେପ୍ ଟା ତିନଟା ମାନେ ଏଇଠୁ ଆରମ୍ଭ କରି ପୁରା ଏଇଭଳିଆ କ୍ରସ ଟା এটা হচ্ছে 200 ମିଟର ସ୍କୋୟାର ତାହେଲେ ଏଇ ମଝିଟା ଡବଲ କାଉଣ୍ଟ ହଉଛି ତେଣୁ ଥରେ ମାଇନସ କରିଦବା এটা କେତେ ଅଛି 2 ମିଟର ବାଇ 2 ମିଟର ତାର କ୍ଷେତ୍ରଫଳ କେତେ 2 into 2 ହବ ତାହେଲେ ଛୋଟ ଯୋଉ କ୍ଷେତ୍ରଟା ଅଛି ତାର ଲେନ୍ଥ into ସରି ପିଲାମାନେ ତାର ଲେନ୍ଥ ମଧ୍ୟ 2 ୱାଇଡ୍ ମଧ୍ୟ 2 ତାହେଲେ ତାର କ୍ଷେତ୍ରଫଳ କେତେ ହବ 2 ଗୁଣ 2 ସମାନ 4 ମିଟର ସ୍କୋୟାର ତାହେଲେ 200 ମିଟର ସ୍କୋୟାର ରୁ ସେଟା ମାଇନସ କରିଦେଲେ ଯାଇକି ଆମର ଆକ୍ଚୁଆଲି ଜିନିଷଟା ପାଇବା ଡବଲ କାଉଣ୍ଟ ହେଇଛି ନା ମାନେ ଏ ବି ସି ଡି ଆୟତ କ୍ଷେତ୍ରରେ କାଉଣ୍ଟ ହେଇଛି ଏଇ ମଝିଟା ଏବଂ EFG ଆୟତ କ୍ଷେତ୍ର ସେଥିରେ ମଧ୍ୟ କାଉଣ୍ଟ ହେଇଛି ତେଣୁ ଗୋଟେ ର ମାଇନସ କରିଦବ ତାହେଲେ 4 ମାଇନସ ହେଇଯିବ ତାହେଲେ 196 ଏଇଟା ହବ ଆନ୍ସର ବୁଝିଲା ଇଏ ଥିଲା ମାନେ ବେସିକ ଆମର ଯୋଉ ଇନଫରମେସନ ଆମେ ପାଇଲେ ସ୍କୋୟାର ବାବଦରେ କିମ୍ବା ପରିମିତି ବାବଦରେ ଇଏ ହଉଛି ସ୍କୋୟାର ଏବଂ ରେକ୍ଟାଙ୍ଗଲ ର ବେସିକ କନସେପ୍ଟ ଏବଂ ବେସିକ କ୍ଲାସ ଆକୁ ଆମେ ଦେଖି ଆସିବା ଧୀରେ ଧୀରେ ଷ୍ଟାଣ୍ଡାର୍ଡ ଆମେ ବଢେଇ ବଢେଇ ଚାଲିବା ତାପରେ ଆମର ଟପ୍ ଲେଭେଲ କ୍ୱେଶ୍ଚନ ଆସିବ କିମ୍ବା ଆଡଭାନ୍ସ ଲେଭେଲ ର କ୍ୱେଶ୍ଚନ ଆସିବ ଆଉ ଯୋଉ ପିଲାମାନେ ଆମର ଗ୍ରୁପ ଡି ଯୋଉ RRB ର ଗ୍ରୁପ ଡି ଏକ୍ଜାମ ଦେବେ ସେଇ ପିଲାମାନଙ୍କୁ